ପିଲାମାନେ ଏହା ହେଉଛି ତୁମର ରିଏଲ୍ ପ୍ରଶ୍ନପତ୍ର ମାନେ ଏଇ ସमेଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ଏଇ ତୁମର ଅର୍ଦ୍ଧବାର୍ଷିକୀ ପରୀକ୍ଷାର ସମ୍ପୂର୍ଣ୍ଣ ପ୍ରକୃତ ପ୍ରଶ୍ନପତ୍ର ଗୁଡ଼ିକ ଠିକ୍ ଅଛି। ଏହାକୁ ତୁମେ ଦେଖି ତୁମର ସଫଳତାକୁ ସୁନିଶ୍ଚିତ କରିପାରିବ। ଠିକ୍ ଅଛି, ଆମେ ଏହାକୁ ତୁମ ନିକଟକୁ ଆମେ ପହଞ୍ଚାଇ ଦେଇଛେ। ଠିକ୍ ଅଛି, ଦେଖିବ କ'ଣ ଅଛି ପରୀକ୍ଷାର୍ଥୀଙ୍କ ନାମ। ଏଇଠି ତୁମେ ଲେଖିବ ପିଲାମାନେ ତୁମ ନାମ। ଠିକ୍ ଅଛି, ପରୀକ୍ଷାର୍ଥୀଙ୍କ ନାମ। ତାପରେ ଅଛି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର। ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ଠିକ୍ ଅଛି, ତାପରେ ଅଛି ବିଦ୍ୟାଳୟର ନାମ। ଏଇଠି ତୁମେ ଲେଖିବ ତୁମର ବିଦ୍ୟାଳୟର ନାମ ତୁମେ ଲେଖିବ। ତାପରେ ଏଇଠି ଅଛି ତାରିଖ। ଏଇଠି ତୁମର ତାରିଖ ଲେଖିବ। ଠିକ୍ ଅଛି, ତାପରେ ଏହା ହେଉଛି ସପ୍ତମ ଶ୍ରେଣୀ, ବିଷୟ ଭାଷା, ସମୟ 2 ଘଣ୍ଟା। ଠିକ୍ ଅଛି, ଏଇଠି ଅଛି ପ୍ରାପ୍ତାଙ୍କ, ଲିଖିତ ମୋଟ। ଏଇଠି ଏହା ହେଉଛି ତୁମର ଶିକ୍ଷକଙ୍କ କାମ, ତୁମେ ଏଇଠି କିଛି ଲେଖିବ ନାହିଁ। ତାପରେ ଏଇଠି ତୁମର ଶିକ୍ଷକ ଏଇଠି ଦସ୍ତଖତ କରିବେ। ତାପରେ ଏହା ହେଉଛି ସମ୍ପୂର୍ଣ୍ଣ 50 ମାର୍କ। ଠିକ୍ ଅଛି, ଏବଂ ଏଇ ଖାଲି ସ୍ଥାନରେ ତୁମର ଶିକ୍ଷକ କେତେ ମାର୍କ ପାଇଲ ଏଇଠିରୁ ତୁମେ ମାର୍କ ଦେବେ। ଠିକ୍ ଅଛି, ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। 5ଟି ଅଛି 2 ମାର୍କ ଲେଖାଏଁ, ଅର୍ଥାତ୍ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମାତ୍ର 2ଟି ଧାଡ଼ିରେ ଦେବ। ଠିକ୍ ଅଛି, ପ୍ରଥମ ପ୍ରଶ୍ନ ଅଛି ଶ୍ରୀକୃଷ୍ଣଙ୍କୁ କଳା ମାଣିକ କହିବାର ତାତ୍ପର୍ଯ୍ୟ କ'ଣ? ଶ୍ରୀକୃଷ୍ଣଙ୍କୁ କଳା ମାଣିକ କହିବାର ତାତ୍ପର୍ଯ୍ୟ କ'ଣ? ତୁମେ ଏହାର ଉତ୍ତର ମାତ୍ର 2ଟି ଧାଡ଼ିରେ ଦେବ। ଠିକ୍ ଅଛି, ତାପରେ ଅଛି ଖୁଦିରାମ କାହିଁକି ଇତିହାସରେ ପ୍ରସିଦ୍ଧ ହେଲେ? ଖୁଦିରାମ କାହିଁକି ଇତିହାସରେ ପ୍ରସିଦ୍ଧ ହେଲେ? ତୁମେ ଏହାର ଉତ୍ତର 2ଟି ଧାଡ଼ିରେ ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ନଚିକେତା ନଚିକେତା ଦ୍ୱିତୀୟ ବରରେ କ'ଣ ପ୍ରାର୍ଥନା କରିଥିଲେ? ନଚିକେତା ଦ୍ୱିତୀୟ ବରରେ କ'ଣ ପ୍ରାର୍ଥନା କରିଥିଲେ? ତୁମେ 2ଟି ଧାଡ଼ିରେ ଏହାର ଉତ୍ତର ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଅଛି ରାବଣକୁ ଦୁର୍ମତି ବୋଲି କହିବାର କାରଣ କ'ଣ? ରାବଣକୁ ଦୁର୍ମତି ବୋଲି କହିବାର କାରଣ କ'ଣ? ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଶ୍ରମଣ ସନ୍ନ୍ୟାସୀମାନେ ଖଣ୍ଡଗିରିରେ କ'ଣ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି? ଅତି ସୁନ୍ଦର ପ୍ରଶ୍ନ। ଠିକ୍ ଅଛି, ଏହାର ଉତ୍ତର ମାତ୍ର 2ଟି ଧାଡ଼ିରେ ତୁମେ ଦେବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସପ୍ରସଙ୍ଗ ସରଳାର୍ଥ ଲେଖିବ। ମାନେ ଏହାର ଅର୍ଥ ତୁମେ ବୁଝାଇ ଦେବ, ଟିକେ ବୁଝାଇ ଲେଖିବ। ଠିକ୍ ଅଛି, ଏଠାରେ ପ୍ରଶ୍ନ ଅଛି ତଥାପି ସେ ଗାଥା ରଖିଅଛି ଗିରି, କାଳପରା ଭବେ ଦେଖାଇ ହିଆ। ଅତି ସୁନ୍ଦର ପ୍ରଶ୍ନ। କିମ୍ବା, ଏଠି କିମ୍ବା ଅଛି, ଅର୍ଥାତ୍ ଯାହାକୁ ଯେମନ୍ତେ ଦିଶେ ତେମନ୍ତେ ସେ ଭାସେ। ଏଇ 2ଟିରୁ ଗୋଟିଏ ମାତ୍ର ବୁଝାଇବ। ଏହାକୁ ବୁଝାଇବ, ନଚେତ୍ ଏହାକୁ ବୁଝାଇ ଦେଇ ଲେଖିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତାଙ୍କୁ ସନ୍ନ୍ୟାସୀ କୁହାଯିବ ନାହିଁ ତ ଆଉ କାହାକୁ କୁହାଯିବ? ଠିକ୍ ଅଛି, ଏବଂ ଅନ୍ୟଟି ଅଛି ଏଠାରେ କିମ୍ବା ଅଛି। କିମ୍ବା ସତୀ ସୀତାଙ୍କର ନୟନ ବାରି, କାଳାନଳ ପ୍ରାୟ ଲଙ୍କା ପୁରୀକୁ ଭସ୍ମ କରିଦେଲା। ଅତି ସୁନ୍ଦର ପ୍ରଶ୍ନ। ଏହି 2ଟି ମଧ୍ୟରୁ ଯେକୌଣସି ଗୋଟିଏକୁ ତୁମେ ବୁଝାଇ ଦେଇ ଲେଖିପାରିବ। ଠିକ୍ ଅଛି, ସମ୍ପୂର୍ଣ୍ଣ ମାର୍କ ମିଳିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି 3 ନମ୍ବର ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ଗୋଟିଏ ଲେଖାଏଁ ପ୍ରତି ଶବ୍ଦ ତୁମେ ଲେଖିବ। ଗୋଟିଏ ଲେଖାଏଁ ପ୍ରତି ଶବ୍ଦ ଲେଖିବ, ଅର୍ଥାତ୍ ତାହାକୁ ଅନ୍ୟ ଆଉ କେଉଁ ଭାଷାରେ ଅନ୍ୟ କେଉଁ ଶବ୍ଦରେ ଜଣାଯାଏ। ଠିକ୍ ଅଛି, ଏଠାରେ ଅଛି ପ୍ରାଚୀନ, ତାପରେ ଅଛି ନିଆଁ, ତାପରେ ଅଛି ଦାର, ତାପରେ ଅଛି ବସନ। ଏଗୁଡ଼ିକର ଆଉ ଗୋଟିଏ ଗୋଟିଏ ପ୍ରତି ଶବ୍ଦ ତୁମେ ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। କସ୍ତମ୍ଭ ଖସ୍ତମ୍ଭ ଗାରଟାଣି ଯୋଡ଼। ଠିକ୍ ଅଛି, କସ୍ତମ୍ଭରେ ଅଛି ଲାଭ, ତାପରେ ଅଛି ଉଦୟ, ପ୍ରଚୁର, କ୍ଷୁଦ୍ର, କ୍ଷୟ, ଏବଂ ଖସ୍ତମ୍ଭରେ ଅଛି ବୃଦ୍ଧି, ବୃହତ, ସ୍ୱଳ୍ପ, ଅସ୍ତ, କ୍ଷତି। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ଲିଙ୍ଗ ପରିବର୍ତ୍ତନ କରିବ। ଏଇଠି ଲିଙ୍ଗ ପରିବର୍ତ୍ତନ ତୁମେ କରିବ। ଏଠି ଅଛି କୁମାର, ତାପରେ ଅଛି ବୃଦ୍ଧ, ତାପରେ ଅଛି ଶିକ୍ଷକ, ତାପରେ ଅଛି ପିତା, ତାପରେ ଅଛି ନର। ଏଠାରେ ତୁମେ କୁମାର ଜାଗାରେ ତୁମେ ଲେଖିବ କୁମାରୀ, ତାପରେ ଅଛି ବୃଦ୍ଧ, ବୃଦ୍ଧ ଜାଗାରେ ତୁମେ ଲେଖିବ ବୃଦ୍ଧ ଜାଗାରେ ତୁମେ ଲେଖିବ ସ୍ତ୍ରୀ ବୃଦ୍ଧ, ସ୍ତ୍ରୀ ଲେଖିବ, କିମ୍ବା ଲେଖିବ ବୁଢ଼ୀ ଲେଖିବ। ଠିକ୍ ଅଛି, ତାପରେ ଏଇଠି ଅଛି ଶିକ୍ଷକ, ତୁମେ ଲେଖିପାରିବ ଶିକ୍ଷୟିତ୍ରୀ, ଶିକ୍ଷୟିତ୍ରୀ ଲେଖିବ। ଠିକ୍ ଅଛି, ତାପରେ ଏଇଠି ଅଛି ପିତା, ତୁମେ ଲେଖିବ ମାତା ଲେଖିବ। ତାପରେ ଏଇଠି ନର, ତୁମେ ଲେଖିବ ନାରୀ, ତୁମେ ନାରୀ ଲେଖିପାରିବ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଭାବ ଶବ୍ଦ ପୂର୍ବରୁ ସ୍ୱ ବସିଲେ ସ୍ୱଭାବ ହୁଏ, ସେହିପରି କ'ଣ ହେବ ଲେଖ। ଏଠାରେ ରାଜ୍ୟ, ତା ଆଗରୁ ସ୍ୱ ଲେଖିଲେ କ'ଣ ହେବ? ସ୍ୱରାଜ୍ୟ।
तापर अच्छी अवलंबन ता आगुरी स्व लिखिले कौन हम स्व अवलंबन स्वावलंबन ठीक अच्छे। तापर ये अच्छी अभिमान ता आगुरी स्व लिखिले हम स्वाभिमान ठीक अच्छे। तापर अच्छी अध्याय यह आगुरी स्व लिखिले हम स्वाध्याय। तापर ये अच्छी अर्थ ये ता पूर्वर स्व लिखिले ये स्वार्थ ठीक अच्छे। तापर परवर्ती प्रश्न देखा बड़ भौणी विवाह उपलक्ष्य एक सप्ताह छुट्टी देवा निमंते प्रधान शिक्षक निकट को दरखास्त लेख। अति सुंदर दरखास्त पड़ी पिला माने किंबा ये अच्छी किंबा माने जेकोसी गोटे कर किंबारे कौन देसी तुम जन्मदिन उत्सव में जोगदेवा निमंते सांग निकट को पत्र लिख दुईटी मध्य जेकोसी गोटे कर ठीक अच्छे। अति सुंदर प्रश्न। तापर परवर्ती प्रश्न अच्छी देखा प्राय 800 शब्द मध्य प्राय 50 शब्द मध्य जेकोसी गोटे विषय रचना लिख 50 शब्द अर्थात 5 ରୁ 7 धाड़ी मध्य हम ठीक अच्छे। ये दुईटी अच्छी तुम प्रिय खेल अच्छी तुम प्रिय खेल विषय अच्छी किंबा अच्छी गुरु दिवस ठीक अच्छे। दुईटी मध्य जेकोसी गोटे विषय तुम्हें रचना लिख। अति सुंदर प्रश्न ठीक अच्छे। धन्यवाद पिला माने एपरी वीडियो देखापी तुम्हें निश्चय आम ये वीडियो को कमेंट कर ध्यान देव जो प्रश्नर उत्तर तुम्हें जापर ना अति शीघ्र तुम्हें कमेंट कर आम तापर से प्रश्नर उत्तर आम यथाशीघ्र आम तुम मान निकट को पहुँचे देवी ठीक अच्छे। आउ एक वीडियो माध्यम हो कि कमेंट माध्यम हो जेकोसी प्रकार आम तार उत्तर तुम मान निकट को पहुँचे पारू ठीक अच्छे। धन्यवाद।